Hello student, welcome back to my Tanushree tutorial. Plus 3 second semester skill enhancement course election studies and public opinion unit 4 ର 2 mark question answer discussion କରିବା। question number 1 ମତାମତ ପୋଲର ଅର୍ଥ ଓ ଗୁରୁତ୍ୱ। answer ମତାମତ ପୋଲ ହେଉଛି ନିର୍ବାଚନ ପୂର୍ବରୁ ମତଦାତାଙ୍କ ମନୋଭାବ ଓ ରୁଚି ବିଷୟରେ ସଂଗୃହୀତ ତଥ୍ୟ। ଏହାଦ୍ୱାରା ଦଳ, ରଣନୀତି, ମିଡ଼ିଆ ଅଭିଯାନ ଓ ଜନମତ ଗଠନ ଉପରେ ପ୍ରଭାବ ପକାଯାଏ। question number 2 ଏକ୍ଜିଟ୍ ପୋଲର ଅର୍ଥ ଓ ଉଦ୍ଦେଶ୍ୟ। answer ଏକ୍ଜିଟ୍ ପୋଲ ହେଉଛି ମତଦାନ ପରି ମତଦାତାଙ୍କୁ ପଚାରି ତାଙ୍କ ମତ ବିଷୟରେ ତଥ୍ୟ ସଂଗ୍ରହ କରିବା। ଏହା ନିର୍ବାଚନ ଫଳାଫଳ ପୂର୍ବାନୁମାନ କରିବାରେ ଉପଯୋଗୀ ହୁଏ। question number 3 ମତାମତ ପୋଲ ଓ ଏକ୍ଜିଟ୍ ପୋଲ ମଧ୍ୟରେ ପାର୍ଥକ୍ୟ। answer ମତାମତ ପୋଲ ନିର୍ବାଚନ ପୂର୍ବରୁ ହୁଏ, ଯେଉଁଠି ଏକ୍ଜିଟ୍ ପୋଲ ମତଦାନ ପରେ ହୁଏ। ମତାମତ ପୋଲ ଅନୁମାନ ଦିଏ, ଏକ୍ଜିଟ୍ ପୋଲ ଅଧିକ ନିକଟ ତଥ୍ୟ ଦିଏ। question number 4 ନିର୍ବାଚନ ତଥ୍ୟ ବିଶ୍ଳେଷଣର ଅର୍ଥ ଓ ଗୁରୁତ୍ୱ। answer ମତଦାନ ହାର, ମତ ବଣ୍ଟନ, ଅଞ୍ଚଳ ତଥ୍ୟ, ଲିଙ୍ଗ, ବୟସ, ଶିକ୍ଷା ଓ ଆର୍ଥିକ ସ୍ଥିତି ଆଧାରରେ ନିର୍ବାଚନ ବୃତ୍ତିକୁ ବୁଝାଇବା। ଏହା ରଣନୀତି ତିଆରି କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ। question number 5 ମତାମତ ପୋଲ ଓ ଏକ୍ଜିଟ୍ ପୋଲର ନିର୍ବାଚନ ଫଳାଫଳ ଉପରେ ପ୍ରଭାବ। answer ଏହି ପୋଲଗୁଡ଼ିକ ମିଡ଼ିଆ ଓ ଜନମତ ଉପରେ ପ୍ରଭାବ ପକାଇ ମତଦାତାଙ୍କ ମନୋଭାବକୁ ପରିବର୍ତ୍ତନ କରିପାରେ, ଯଦିଓ ଏହା ନିଷ୍ପକ୍ଷ ଓ ତଥ୍ୟ ଆଧାରିତ ହେବା ଆବଶ୍ୟକ। question number 6 ନିର୍ବାଚନୀ ଆଚରଣର ଅର୍ଥ ଓ ଗଠନ ତତ୍ତ୍ୱ। answer ମତଦାତାଙ୍କ ମନୋଭାବ, ଦଳ ପ୍ରତି ଆସ୍ଥା, ଅଭିଯାନ ପ୍ରଭାବ, ମିଡ଼ିଆ ଚର୍ଚ୍ଚା ଓ ସାମାଜିକ ପରିବେଶ ମିଶି ନିର୍ବାଚନୀ ଆଚରଣ ଗଠିତ ହୁଏ। question number 7 ମିଡ଼ିଆ ଓ ଗଣମାଧ୍ୟମ ଦ୍ୱାରା ନିର୍ବାଚନୀ ଆଚରଣ ଉପରେ ପ୍ରଭାବ। answer ଖବର, ଆଲୋଚନା, ଅଭିଯାନ ଓ ଅନୁମାନ ମାଧ୍ୟମରେ ମିଡ଼ିଆ ମତଦାତାଙ୍କ ଆଚରଣକୁ ପ୍ରଭାବିତ କରେ। question number 8 ନିର୍ବାଚନୀ ଆଚରଣ ବୁଝିବା ଦ୍ୱାରା ଦଳ ଓ ମିଡ଼ିଆ ରଣନୀତିର ଲାଭ। answer ମତଦାତା ରୁଚି ବୁଝିବା, ଦଳନୀତି, ଅଭିଯାନ ଓ ମିଡ଼ିଆ ଯୋଜନା ଗଠନ କରିପାରିବା। question number 9 ମତାମତ ପୋଲ ଓ ଏକ୍ଜିଟ୍ ପୋଲ ଉପରେ ନିୟମ ଓ ନିୟନ୍ତ୍ରଣ। answer ନିର୍ବାଚନ କମିଶନ ଦ୍ୱାରା ଏହି ପୋଲଗୁଡ଼ିକ ଉପରେ ନିୟମ ଥାଏ, ଯେଉଁଥିରେ ନିର୍ଦ୍ଦିଷ୍ଟ ସମୟରେ ପ୍ରଚାର ନିଷିଦ୍ଧ ହୁଏ। question number 10 ନିର୍ବାଚନ ବିଶ୍ଳେଷଣ ଓ ନୀତି ନିର୍ମାଣର ସମ୍ପର୍କ। answer ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ଦଳ ଓ ମିଡ଼ିଆ ନିଜ ରଣନୀତିକୁ ପୁନଃ ମୂଲ୍ୟାଙ୍କନ କରି ନୀତି ଗଠନ କରିପାରନ୍ତି।